ଏଇ ଭାଲେଣ୍ଟାଇନରେ ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣ ଲଭ୍ ମ୍ୟାରେଜ କରିବେ କି ଆରେଞ୍ଜ ମ୍ୟାରେଜ କରିବେ? କଣ ଆପଣଙ୍କ ହାତରେ ରହିଛି ଏଭଳି ଲଭ୍ ଲାଇନ୍? ତ ଚେକ୍ କରନ୍ତୁ। ଆପଣ ଝିଅ ହୁଅନ୍ତୁ ବା ପୁଅ ହୁଅନ୍ତୁ, ସିମ୍ପଲ ଟ୍ରିକ୍ ଆପଣଙ୍କୁ କହିବି। ଆପଣଙ୍କ ହାତର ରେଖା ଦେଖି ଆପଣ ଜାଣିପାରିବେ ଆପଣଙ୍କର ଲଭ୍ ମ୍ୟାରେଜ ହବ କି ଆରେଞ୍ଜ ମ୍ୟାରେଜ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଭଲ ଭାବରେ ଦେଖନ୍ତୁ। 3 ମିନିଟ୍ ପରେ ଆପଣ ଜାଣିଯିବେ ଆପଣଙ୍କର ଲଭ୍ ମ୍ୟାରେଜ ହବ ନା ଆରେଞ୍ଜ ମ୍ୟାରେଜ ହବ। ମୁଁ କହିବି କେମିତି ଆପଣଙ୍କ ନିଜର ଲଭ୍ ମ୍ୟାରେଜ ବା ଆରେଞ୍ଜ ମ୍ୟାରେଜ ବିଷୟରେ ଆପଣ ଜାଣିବେ ଆପଣଙ୍କ ହାତର ରେଖାରୁ। ଦର୍ଶକ ବନ୍ଧୁଗଣ, ମୁଁ ପ୍ରଭାସ ସ୍ୱାଗତ କରୁଛି ଆପଣଙ୍କର ପ୍ରିୟ ଚ୍ୟାନେଲ ବାଉ ଗୁଗୁଲକୁ। ଦର୍ଶକ ବନ୍ଧୁଗଣ, ଡେରି ନକରି ଭିଡିଓ ଟପିକକୁ ଯିବା। ପ୍ରଥମେ ଦେଖନ୍ତୁ ଆପଣଙ୍କର ହାତର ରେଖାକୁ ଭଲ ଭାବେ ଦେଖନ୍ତୁ। ଯଦି ଆପଣ ପୁଅ ବା ଝିଅ ଯିଏ ବି ହେଇଥାନ୍ତୁ, ଆପଣ ଯଦି ପୁଅ ଆପଣଙ୍କର ଡାହାଣ ହାତକୁ ଦେଖନ୍ତୁ, ଯଦି ଆପଣ ଝିଅ ଆପଣଙ୍କର ବାମ ହାତକୁ ଦେଖନ୍ତୁ। ଏବଂ ପୂର୍ବ ଜନ୍ମର ରେଖା ଯୋଉଟା ଆପଣ ଅଲ୍ଟରନେଟ୍ ହ୍ୟାଣ୍ଡ ରହୁଛି ସେଟା ହଉଛି ପୂର୍ବ ଜନ୍ମର ରେଖା। ତ ଦେଖନ୍ତୁ ଦର୍ଶକ ବନ୍ଧୁଗଣ, ହାର୍ଟ ଲାଇନ ଯୋଉ ଆପଣଙ୍କର ରହୁଛି ଏଇଟାକୁ କୁହାଯାଏ ଆପଣଙ୍କ ହାର୍ଟ ଲାଇନ ବା ହୃଦୟ ରେଖା। ଏହା ସାଧାରଣତଃ ବୁଝେଇଥାଏ ଆପଣଙ୍କର ଇମୋସନାଲ କନେକ୍ସନ ଏବଂ ଲଭ୍ ଲାଇଫକୁ। ଏବଂ ତା ତଳକୁ ଦେଖନ୍ତୁ ଗୋଟେ ରେଖା ରହୁଛି ଯୋଉଟାକୁ କୁହାଯାଏ ଫେଟ୍ ଲାଇନ ବା ଭାଗ୍ୟ ରେଖା। ଏହା ଆପଣଙ୍କର ଡେଷ୍ଟିନି ଏବଂ ଫ୍ୟାମିଲି ଯୋଉ ରହୁଛି ଆପଣଙ୍କର ତାର ଇନଫ୍ଲୁଏନ୍ସକୁ ବୁଝାଉଛି। ତାର ଫ୍ୟାମିଲି ଦ୍ୱାରା କଣ ସମ୍ପର୍କ ଯୋଡ଼ିବା ଆପଣଙ୍କ ସହିତ ସେଇ ବିଷୟରେ ବୁଝାଇଥାଏ। ତ ଏଇ ଦିଟା ରେଖା ରହିଲା। ଆଉ ବେଶୀ ରେଖା ବିଷୟରେ ମୁଁ କହିବିନି। ଡାଇରେକ୍ଟ ଆମେ ଯିବା ମ୍ୟାରେଜ ଲାଇନକୁ। ଦର୍ଶକ ବନ୍ଧୁ କଣ ଦେଖନ୍ତୁ ଆପଣଙ୍କର ଏଇ କେନି ଆଙ୍ଗୁଳି ଯୋଉ ଛୋଟ ଆଙ୍ଗୁଳି ରହୁଛି ତାରି ପାଖରେ ରହିଥାଏ ଆପଣଙ୍କର ମ୍ୟାରେଜ ଲାଇନ। ଏଇଭଳି ଗୋଟେ ସର୍ଟ ଲାଇନ ଥାଏ ଲିଟିଲ ଫିଙ୍ଗର ତଳେ, ସେଇଟାକୁ କୁହାଯାଏ ଆପଣଙ୍କର ମ୍ୟାରେଜ ଲାଇନ। ଦର୍ଶକ ବନ୍ଧୁଗଣ, ଯଦି ଏଭଳି ଏକ ମ୍ୟାରେଜ ଲାଇନ କର୍ଭ ହେଇକି ଥାଏ, ମାନେ ଏମିତି ଟିକେ ବଙ୍କେଇ ହେଇକି ଥାଏ, ଆପଣଙ୍କର ହୃଦୟ ରେଖାକୁ ଉପରକୁ ଥାଏ ଏବଂ ହୃଦୟ ରେଖା ଆଡକୁ ବୁଲିଥାଏ ବା ଉପରକୁ ବୁଲିଥାଏ, ତାହେଲେ ଦେଖାଯାଏ ଏଭଳି ଲୋକଙ୍କର ଲଭ୍ ମ୍ୟାରେଜ ହେବାର ବହୁତ ହି ଚାନ୍ସେସ୍ ଥାଏ। ଆଉ ଗୋଟେ ରେଖାଟି ହଉଛି ଯଦି ଆପଣଙ୍କର ଏଇ ହାର୍ଟ ଲାଇନ କର୍ଭ ହେଇକି ଥାଏ ଏଣ୍ଡରେ, ଦେଖନ୍ତୁ ଏଇଭଳି ଏଣ୍ଡରେ ଯଦି ଆପଣଙ୍କର ହାର୍ଟ ଲାଇନ ରହୁଛି ଏଭଳି ଦି ମୁଖୀ ହୋଇଥାଏ, ତାହେଲେ ଆପଣଙ୍କର ଲଭ୍ ମ୍ୟାରେଜ ହେବାର ବହୁତ ହି ଚାନ୍ସେସ୍ ଥାଏ। ଯଦି ଏଇ ଦିଟି ମ୍ୟାରେଜ ଲାଇନ ଦେଖନ୍ତୁ, ଏଇଠି ଦେଖନ୍ତୁ ଦିଟି ମ୍ୟାରେଜ ଲାଇନ ରହୁଛି, ଯଦି ଏଇଭଳି ଦିଟା ମ୍ୟାରେଜ ଲାଇନ ଥାଏ ଏବଂ ୟା ମାନେ ନୁହେଁ ଯେ ଆପଣଙ୍କର ଦିଟା ମ୍ୟାରେଜ ହବ ବା ତିନିଟା ମ୍ୟାରେଜ ହବ, ଏମିତି ନୁହେଁ। ଛୋଟ ଲାଇନ ଗୁଡିକ ଆପଣଙ୍କର ଏଫେୟାର୍ସ ଲଭ୍ ହୁଇଚ ୱିଲ୍ କଷ୍ଟ, ଯେମିତିକି ଆପଣଙ୍କ ଦେଖନ୍ତୁ ଲଭ୍ ମ୍ୟାରେଜ ଯୋଉଟା ରହୁଛି, ଯୋଉଗୁଡିକ ସକ୍ସେସ୍ ହବ ନାହିଁ, ଏଇ ଜିନିଷକୁ ବୁଝେଇଥାଏ ଛୋଟ ଲାଇନ ଗୁଡିକ। ଏବଂ ବଡ ଲାଇନଟା ଆପଣଙ୍କର ମ୍ୟାରେଜ ଲାଇନକୁ ଦର୍ଶାଇଥାଏ। ଆପଣ ଦେଖନ୍ତୁ ଆଉ ଗୋଟେ ଜିନିଷ, ଆପଣଙ୍କର ଯୋଉ ରହୁଛି ଗୁରୁ ପର୍ବତ ବା ବିଶି ଆଙ୍ଗୁଳି ତଳେ ଯଦି ଏଭଳି ଏକ କ୍ରସ୍ ଚିହ୍ନ ଥାଏ, ତାହେଲେ ଲଭ୍ ମ୍ୟାରେଜ ହେବାର ବହୁତ ହି ଚାନ୍ସେସ୍ ଥାଏ। କିନ୍ତୁ ଗୋଟେ ଜିନିଷ ଏଠି ନୋଟିସ୍ କରିବେ, ଯଦି ଜୀବନ ରେଖା ଆପଣଙ୍କର ଯୋଉ ଜୀବନ ରେଖା ରହୁଛି ଏଇଠି କଟା ଦାଗ କଟା ଲାଇନ ବହୁତ ଗୁଡେ ଥାଏ, ତାହେଲେ ମ୍ୟାରେଜ ପରେ ବହୁତ କଷ୍ଟ ଥାଏ। ମାନେ ମ୍ୟାରେଜ ର ଡିସିସନ ଗୁଡା ବହୁତ କଷ୍ଟଦାୟକ ହେଇପାରେ ବା ମ୍ୟାରେଜ ପୂର୍ବରୁ ବି ବହୁତ ସମ୍ପର୍କ ଭାଙ୍ଗି ଯାଇପାରେ। ଦେଖନ୍ତୁ ମ୍ୟାରେଜ ପରେ ଯେମିତି କଣ ହେଇପାରେ, ଯେମିତି ଝଗଡା ହେଇପାରେ, ଚିଟିଂ ହେଇପାରେ, ମ୍ୟାରେଜ ପୂର୍ବରୁ ବ୍ରେକଅପ୍ ହେଇପାରେ, ଯୋଉ ଆପଣଙ୍କର ଡିଭୋର୍ସ ହବାର ବି ବହୁତ ଚାନ୍ସେସ୍ ଦେଖାଯାଏ ରିଲେସନସିପ ରେ, ଯଦି ଏଭଳି ଆପଣଙ୍କର କ୍ରସ୍ ଥାଏ ଜୀବନ ରେଖାରେ ଏବଂ କ୍ରସ୍ ଲାଇନ ଥାଏ ଗୁରୁ ପର୍ବତ ତଳେ। ଏବଂ ସୂର୍ଯ୍ୟ ପର୍ବତ ତଳେ ଯଦି ଏଭଳି କ୍ରସ୍ ଚିହ୍ନ ଥାଏ, ତାହେଲେ ଲଭ୍ ମ୍ୟାରେଜ ହେବାର ଚାନ୍ସେସ୍ ବହୁତ ବଢିଯାଏ। ଏବଂ ତା ସହିତ ଗୁରୁ ପର୍ବତରେ ଯଦି କ୍ରସ୍ ମାର୍କ ଅଛି ଏବଂ ସୂର୍ଯ୍ୟ ପର୍ବତରେ କ୍ରସ୍ ମାର୍କ ଅଛି, ଆପଣଙ୍କର ଗ୍ୟାରେଣ୍ଟେଡ ସିଓର ସଟ୍ ଲଭ୍ ମ୍ୟାରେଜ ହବାର ଚାନ୍ସେସ୍ ରହୁଛି। ତ ଆପଣମାନଙ୍କ ମନରେ ଆସୁଥିବ ମୋର ଏଭଳି ରେଖା ଅଛି, କାହିଁକି ମୋର ଲଭ୍ ମ୍ୟାରେଜ ହେଲାନି, ବା ମୁଁ ଲଭ୍ ରେ ବିଫଳ ହେଇଗଲି, ବା ଆପଣଙ୍କୁ କିଏ ଧୋକା ଦେଇଦେଲା, ବା କିଏ ଛାଡିକି ପଳେଇଲା, କିଏ ଚିଟ୍ କଲା। ତାହେଲେ ଦେଖନ୍ତୁ ଆପଣଙ୍କ ରେଖାରେ ଆରେଞ୍ଜ ମ୍ୟାରେଜ ହବାର ଚାନ୍ସେସ୍ ରହୁଛି। କାହିଁକି ନା ଆପଣଙ୍କ ଯୋଉ ହାର୍ଟ ଲାଇନ ରହୁଛି ଭଲ ଭାବରେ ଦେଖନ୍ତୁ, ଯୋଉ ହୃଦୟ ରେଖା ରହୁଛି ଯଦି ଷ୍ଟ୍ରେଟ ରହୁଥିବ ଆପଣଙ୍କର ଏବଂ ଷ୍ଟ୍ରଙ୍ଗ ରହୁଥିବ, ଯୋଉଟା କି କର୍ଭ ହେଇନଥିବ, ଟିକେ ବଙ୍କେଇକି ନଥିବ, ଯାହା ଫଳରେ ଆପଣଙ୍କର ଏଇଠି ନା କୋଉଠି ହାର୍ଟ ବ୍ରେକ୍ ବା ରିଲେସନସିପ ରେ ସକ୍ସେସ୍ ହବାର ଚାନ୍ସେସ୍ ରହୁନାହିଁ। ଏବଂ ଆପଣଙ୍କର ଯୋଉ ଭାଗ୍ୟ ରେଖା ରହୁଛି, ଯୋଉ ଫେଟ୍ ଲାଇନ ରହୁଛି, ତାହା ମଧ୍ୟ ଏଭଳି ସିଧା ଭାବରେ ଥିବ, ଟିକେ ମୋଟା ହେଇକି ଥିବ ଏବଂ ଟଚିଂ ଯୋଉଟା କି ଆପଣ ଟଚ୍ ହଉଥିବ ଆପଣ ହାର୍ଟ ଲାଇନରେ, ଆପଣଙ୍କର ଦେଖାଯାଏ ଆପଣ ବହୁତ ହି ମାନେ ଇମୋସନାଲ ବ୍ୟକ୍ତି, ଆପଣଙ୍କର ହୃଦୟ ବହୁତ କୋମଳ, ବଟ୍ ବିଫଳ ହେଇଯାନ୍ତି ଭଲ ପାଇବାରେ। ଆପଣ କୋଉଠି ନା କୋଉଠି ଇମୋସନାଲି କାନ୍ଦା କାଟା କରିବେ ଲଭ୍ ରେ, କିନ୍ତୁ ଏଇଠି ଦେଖାଯାଏ ଆପଣଙ୍କର ଫ୍ୟାମିଲିର ଡିସିସନରେ ଆପଣ ମ୍ୟାରେଜ କରିବାର ଚାନ୍ସେସ୍ ବହୁତ ରହୁଛି। ଆପଣ ସିଙ୍ଗଲ ମ୍ୟାରେଜ ମାନେ ଯୋଉଟା କି ଆପଣଙ୍କ ସିଙ୍ଗଲ ଆପଣ ରହିବ, ଯଦି ଆପଣ ମ୍ୟାକ୍ସିମମ୍ ଟାଇମ୍ ବହୁତ ଜଣ ସିଙ୍ଗଲ ବି ରହିଯାନ୍ତି, ଭଲ ପାଇବାରେ ସକ୍ସେସ୍ ମିଳେନି ଏବଂ ଆରେଞ୍ଜ ମ୍ୟାରେଜ କରିବାର ବହୁତ ଚାନ୍ସେସ୍ ଥାଏ। ଆପଣ ଝିଅ ହୁଅନ୍ତୁ ବା ପୁଅ ହୁଅନ୍ତୁ, ଏଇ ଜିନିଷଟିକୁ ଭଲ ଭାବରେ ଚେକ୍ କରନ୍ତୁ ଆପଣଙ୍କ ହାତରେ।
दर्शक बंधुगण जदि आपणकर लव लाइन स्ट्रंग थाए आउ दुईटी एंगल मैरिज लाइन थाए लव मैरिज होवार तो चांसेस बहुत ही बढ़ी जाए आउ जदि फेट लाइन जमती मुझे कहली सेटा जो स्ट्रंग थाए आप मोटेक थाए सिंगल लाइन थाए ताले आपणकर अरेंज मैरिज होवार मोस्टली चांसेस थाए शुणु दर्शक बंधुगण आप निजर हैंड को देखि कमेंट रे लिखंतु आपन लव मैरिज होवार चांसेस भी देखौछि कि अरेंज मैरिज आपणकर कौन ए वीडियोटा केमती आपनको लागिछि एवं आपण माने शेयर करंतु ए वीडियोटी आपनको सांग मान सहित एवं देखिबा तांकर हाथ रे ए रेखा गुडी को मैच होछि कि नहीं लव मैरिज बा अरेंज मैरिज रे ठीक अछि कमेंट रे आपण माने लिखंतु आ वीडियोटी को गुटे लाइक निश्चित भाव करंतु एही वैलेंटाइन रे लव हो बा अरेंज हो हैंड रो जो लाइन गुडी रोजे आपण चेक करंतु डेस्टिनी देखा जीवो आपण को निश्चित भाव रे किंतु आपण को चॉइस भी इंपोर्टेंट बेले बेले बहुत जन फेलियर भी होती कहीं हाथर किसी रेखा एवं कुंडली किसी रेखा पूर्व जन्म कर्म को लेकिन से संपर्क जोड़ी होगी थाए दर्शक बंधुगण मु आशा करुच्ची वीडियोटी आपको भल लगी दयाकोरी लाइक करंतु एवं कमेंट करी शेयर आपन जनातु लव मैरिज ना अरेंज मैरिज रोचे आपन हाथ में सब्सक्राइब करंतु आम चैनल को एवं फॉलो करंतु एभली इजी पाम रीडिंग टिप्स पाई दर्शक बंधुगण से विदाय दिंतु आगामी वीडियो पुणी थे देखा एभली भल भल वीडियो सहित धन्यवाद जय जगन्नाथ।